ଝିଅଙ୍କୁ ନାହିଁ ବିବାହ ପ୍ରେସର, ଜୋର ଜବରଦସ୍ତ କରିପାରିବେନି ଅଭିଭାବକ। ନିଜ ଇଚ୍ଛାରେ ବାହା ହେବେ ଝିଅମାନେ। ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଝିଅଙ୍କୁ ନାହିଁ ବିବାହ ପ୍ରେସର, ଜୋର ଜବରଦସ୍ତ କରିପାରିବେନି ଅଭିଭାବକ। ନିଜ ଇଚ୍ଛାରେ ବାହା ହେବେ ଝିଅମାନେ। ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବାପା ମାଙ୍କ ନିଷ୍ପତ୍ତିରେ ବଳି ପଡ଼ିଯାଉଛନ୍ତି ଝିଅମାନେ। ନିଜର ମନର ଭାବନାକୁ ଲୁଚାଇ ଅନିଚ୍ଛା ସତ୍ତ୍ୱେ ବିବାହ କରୁଛନ୍ତି। ଆଉ କେତେବେଳେ ଝିଅଟିକୁ ନ ପଚାରିକି ବି ବାପା ମାମାନେ ବାହାଘର ଠିକ୍ କରିଦେଉଛନ୍ତି, ତ ଆଉ କେତେବେଳେ ଧମକେଇ ବିବାହ କରାଉଛନ୍ତି। କିନ୍ତୁ ଯଦି ଝିଅଟିଏ ବିବାହ ପାଇଁ ପ୍ରସ୍ତୁତ ନଥାଏ, ବାହ୍ୟ ବଳ ପ୍ରୟୋଗ କରି ତାଙ୍କୁ ବାହା ଦେବା ସୁସ୍ଥ ସମାଜ ପାଇଁ ଅନୁକୂଳ ନୁହେଁ। ହେଲେ ଏବେ ଏଥିରେ ରୋକ ଲାଗିବ। ଏନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନ୍ୟାୟ ଶୁଣାଇଛନ୍ତି। ପ୍ରାପ୍ତବୟସ୍କ ଝିଅର ନିଷ୍ପତ୍ତିକୁ ସମ୍ମାନ ଦେବା ଉପରେ ହାଇକୋର୍ଟ ଏହି ଗୁରୁତ୍ୱାରୋପ କରିଛନ୍ତି। ଝିଅ ନିଖୋଜ ଥିବା ଅଭିଯୋଗ ନେଇ ବାପାଙ୍କ ତରଫରୁ ଦାୟର ଏକ ହେବିୟସ୍ କର୍ପସ୍ ପିଟିସନର ଶୁଣାଣି କରି ହାଇକୋର୍ଟ ଏଭଳି ଉଲ୍ଲେଖ କରିଛନ୍ତି। ବିବାହ କ୍ଷେତ୍ରରେ ଝିଅର ନିଷ୍ପତ୍ତି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏପରି କୌଣସି ନିଷ୍ପତ୍ତି ଅଭିଭାବକଙ୍କ ଦ୍ୱାରା ନିଆଯିବା ପୂର୍ବରୁ ଝିଅର ଅନୁମତି ନିଆଯିବା ଉଚିତ। କାରଣ ଝିଅ ନିଖୋଜ ଥିବା ମାମଲାର ବିଚାର କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ରହୁଥିବା ସ୍ଥାନକୁ ଝିଅ ଯେପରି ସହଜରେ ଫେରିପାରିବ ଏବଂ ତାଙ୍କ ଜୀବନରେ ଅଭିଭାବକ ଓ ସ୍ୱାମୀଙ୍କର କୌଣସି ହସ୍ତକ୍ଷେପ ନ ରହିବ, ତାହା ସୁନିଶ୍ଚିତ କରିବାକୁ ହେବ। ଝିଅଟି ନିଜ ଇଚ୍ଛାରେ ରାଜ୍ୟ ବାହାରକୁ ଯାଇ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ପୋଲିସକୁ ଅବଗତ କରିଥିଲେ। ଏହାପରେ ହାଇକୋର୍ଟ ଝିଅଙ୍କ ବ୍ୟକ୍ତିଗତ ଭାବେ ହାଜର କରାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ଶୁଣାଣି ସମୟରେ ଝିଅଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଥିଲା ଯେ ତାଙ୍କୁ ଜୋର ଜବରଦସ୍ତ ବିବାହ କରିଦିଆଯାଇଥିଲା। ସ୍ୱାମୀ କିମ୍ବା ବାପା ମାଙ୍କ ସହିତ ରହିବା ପାଇଁ ସେ ଚାହୁଁନାହାନ୍ତି। ଏହାପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ନାଓ। ଦୟାକରି ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇब କରନ୍ତୁ।